ସମ୍ବାଦର ପରିଭାଷା, ପରିସର ଓ ସମ୍ବାଦର ପ୍ରସ୍ତୁତି। ସମ୍ବାଦ ଶବ୍ଦର ଅର୍ଥ କ'ଣ? ସମ୍ବାଦ ଶବ୍ଦର ଅର୍ଥ ଯେ ସମ୍ୟକ୍ ଭାବେ କହିବା। ସମ୍ବାଦ ଶବ୍ଦର ଅର୍ଥ ହେଉଛି ସମ୍ୟକ୍ ଭାବେ କହିବା। ଗଣମାଧ୍ୟମ କେତେ ପ୍ରକାର କ'ଣ କ'ଣ? ଗଣମାଧ୍ୟମକୁ ମୁଖ୍ୟତଃ 3ଟି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ମୁଦ୍ରିତ ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଓ ପାରମ୍ପରିକ ଗଣମାଧ୍ୟମ। ଗଣମାଧ୍ୟମ ହେଉଛି 3 ପ୍ରକାର: ମୁଦ୍ରିତ, ବୈଦ୍ୟୁତିକ ଓ ପାରମ୍ପରିକ। ଥାର୍ଡ଼, ବିଶ୍ୱର ପ୍ରଥମ ମୁଦ୍ରିତ ସମ୍ବାଦପତ୍ରର ନାମ କ'ଣ? ବିଶ୍ୱର ପ୍ରଥମ ମୁଦ୍ରିତ ସମ୍ବାଦପତ୍ରର ନାମ ହେଉଛି ଗେଜର ବା କରେଣ୍ଟ। ଏହା ଇଟାଲୀରେ ପ୍ରକାଶିତ ପାଇଥିଲା। ବିଶ୍ୱର ପ୍ରଥମ ମୁଦ୍ରିତ ସମ୍ବାଦପତ୍ରର ନାମ ହେଲା ଗେଜର ବା କରେଣ୍ଟ। ଏହା ଇଟାଲୀରେ ପ୍ରକାଶ ପାଇଥିଲା। ଫୋର୍ଥ, ବର୍ତ୍ତମାନ ଭାରତରେ କେଉଁ କେଉଁ ସଂସ୍ଥା ସମ୍ବାଦ ସରବରାହ କରୁଛନ୍ତି? ବର୍ତ୍ତମାନ ଭାରତରେ PTI ଓ UNI ସଂସ୍ଥା ସମ୍ବାଦ ସରବରାହ କରନ୍ତି। ଭାରତରେ ପ୍ରଥମ ସମ୍ବାଦପତ୍ରର ନାମ କ'ଣ? ଭାରତରେ ପ୍ରଥମ ପ୍ରକାଶିତ ସମ୍ବାଦପତ୍ରର ନାମ ହେଲା ବେଙ୍ଗଲ ଗେଜର। ଏହା 1780 ଜାନୁଆରୀ 29 ତାରିଖରେ ଜେମ୍ସ ଅଗଷ୍ଟସ୍ ହିକିଙ୍କ ଦ୍ୱାରା ପ୍ରକାଶ ପାଇଥିଲା। ସିକ୍ସଥ ହେଉଛି ପ୍ରଥମ ଓଡ଼ିଆ ସମ୍ବାଦପତ୍ରର ନାମ କ'ଣ? ପ୍ରଥମ ଓଡ଼ିଆ ସମ୍ବାଦପତ୍ରର ନାମ ହେଉଛି ଉତ୍କଳ ଦୀପିକା। ଉତ୍କଳ ଦୀପିକା କେବେ କାହା ସମ୍ପାଦନାରେ ପ୍ରକାଶ ପାଇଥିଲା? ଉତ୍କଳ ଦୀପିକା 1866 ମସିହା ଗୌରୀଶଙ୍କର ରାୟଙ୍କ ଦ୍ୱାରା ପ୍ରକାଶ ପାଇଥିଲା। 8. ଓଡ଼ିଶାରେ ବର୍ତ୍ତମାନ ପ୍ରକାଶିତ ହେଉଥିବା ଖବରକାଗଜମାନଙ୍କ ମଧ୍ୟରେ କିଏ ସର୍ବପ୍ରାଚୀନ? ଓଡ଼ିଶାରେ ବର୍ତ୍ତମାନ ପ୍ରକାଶିତ ହେଉଥିବା ଖବରକାଗଜମାନଙ୍କ ମଧ୍ୟରେ ବୈଦିକ ଆଶା ସର୍ବପ୍ରାଚୀନ। 9th ହେଉଛି ସମାଜ ଖବରକାଗଜର ପ୍ରତିଷ୍ଠାତା କିଏ? ସମାଜ ଖବରକାଗଜର ପ୍ରତିଷ୍ଠାତା କିଏ? ପ୍ରତିଷ୍ଠାତା ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ଓଡ଼ିଶାର ପ୍ରଥମ ରେଡ଼ିଓ କେନ୍ଦ୍ର କେଉଁଠାରେ ସ୍ଥାପିତ ହୋଇଥିଲା? ଓଡ଼ିଶାର ପ୍ରଥମ ରେଡ଼ିଓ କେନ୍ଦ୍ର କଟକଠାରେ ସ୍ଥାପିତ ହୋଇଥିଲା। ଓଡ଼ିଶାର କେଉଁ କେଉଁ ସ୍ଥାନରେ ବଡ଼ ବଡ଼ ବେତାର କେନ୍ଦ୍ର ରହିଛି? ଓଡ଼ିଶାର କଟକ, ଜୟପୁର, ସମ୍ବଲପୁରରେ ବଡ଼ ବଡ଼ ବେତାର କେନ୍ଦ୍ର ରହିଅଛି। ସମ୍ବାଦପତ୍ର ବାଣ୍ଟୁଥିବା ଭଦ୍ର ବ୍ୟକ୍ତିଙ୍କୁ କ'ଣ କୁହାଯାଏ? ସମ୍ବାଦପତ୍ର ବାଣ୍ଟୁଥିବା ଭଦ୍ର ବ୍ୟକ୍ତିଙ୍କୁ ହକର ବୋଲି କୁହାଯାଏ। ହକର। ସମ୍ବାଦ ଗ୍ରହଣ କରୁଥିବା ଦାୟିତ୍ୱ ଯିଏ ନିଅନ୍ତି ସେହି ଭଦ୍ର ବ୍ୟକ୍ତିଙ୍କୁ କ'ଣ ସମ୍ବୋଧନ କରାଯାଏ? ସମ୍ବାଦ ସଂଗ୍ରହ କରିବା ଦାୟିତ୍ୱ ଯିଏ ନିଅନ୍ତି ସେହି ଭଦ୍ର ବ୍ୟକ୍ତିଙ୍କୁ ସାମ୍ବାଦିକ ବୋଲି କୁହାଯାଏ। ଓକେ। ତାପରେ ହେଲା ଭାଷଣ ସଭାରେ ପ୍ରଥମେ କାହାକୁ ସମ୍ବୋଧନ କରାଯାଏ? ଭାଷଣ ସଭାରେ ପ୍ରଥମେ କାହାକୁ ସମ୍ବୋଧନ କରାଯାଏ? ଭାଷଣ ସଭାରେ ପ୍ରଥମେ ସଭାପତିଙ୍କୁ ସମ୍ବୋଧନ କରାଯାଏ। 15. ଖବରର 3ଟି ମୌଳିକ ଗୁଣ ଦର୍ଶାଅ। ଖବରର 3ଟି ମୌଳିକ ଗୁଣ ହେଲା ନିର୍ଭୁଲ, ନିରପେକ୍ଷତା ଓ ସ୍ପଷ୍ଟତା। ନିର୍ଭୁଲ, ନିରପେକ୍ଷତା ଓ ସ୍ପଷ୍ଟତା। 16. ଓଡ଼ିଶାରେ ସମ୍ବାଦ ପରିବେଷଣ କରୁଥିବା 5ଟି ଦୂରଦର୍ଶନ ସଂସ୍ଥାର ନାମ ଲେଖ। 5ଟି ଦୂରଦର୍ଶନ ହେଉଛି DD ଓଡ଼ିଆ, OTV, ଜି କଳିଙ୍ଗ, MBC, କନକ ନ୍ୟୁଜ୍। DD ଓଡ଼ିଆ, OTV, ଜି କଳିଙ୍ଗ, MBC, କନକ ନ୍ୟୁଜ୍। 5ଟି ହେଲା। 17. ଓଡ଼ିଆ ଭାଷାରେ ପ୍ରକାଶିତ 5ଟି ଦୈନିକ ଖବରକାଗଜର ନାମ ଲେଖ।
ଓଡ଼ିଆ ଭାଷାରେ ପ୍ରକାଶିତ 5ଟି ଦୈନିକ ଖବରକାଗଜର ନାମ ଲେଖ। କ'ଣ କ'ଣ? ସମାଜ, ପ୍ରଜାତନ୍ତ୍ର, ଧରିତ୍ରୀ, ସମ୍ବାଦ, ପ୍ରଗତିବାଦୀ। କ'ଣ କ'ଣ? ସମାଜ, ପ୍ରଜାତନ୍ତ୍ର, ଧରିତ୍ରୀ, ସମ୍ବାଦ ଓ ପ୍ରଗତିବାଦୀ। 18 ଓଡ଼ିଶାରେ ପ୍ରଥମ FM ରେଡ଼ିଓ ଷ୍ଟେସନ କେଉଁଠାରେ ସ୍ଥାପିତ ହୋଇଥିଲା? ଓଡ଼ିଶାରେ ପ୍ରଥମ FM ରେଡ଼ିଓ ଷ୍ଟେସନ ବାରିପଦାଠାରେ ସ୍ଥାପିତ ହୋଇଥିଲା। କେଉଁ ଦୂରଦର୍ଶନରେ ରଙ୍ଗୀନ ଚିତ୍ର ପ୍ରସାରଣ ଆରମ୍ଭ ହେଲା? କେବେ ଦୂରଦର୍ଶନରେ ରଙ୍ଗୀନ ମାନେ କଲର୍ ଖାଲି ଫାଷ୍ଟ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଥିଲା, ତାପରେ ଯେଉଁ ରଙ୍ଗୀନ ଚିତ୍ର ପ୍ରଦର୍ଶନ କେବେ ଆରମ୍ଭ ହୋଇଥିଲା? 1982 ଅଗଷ୍ଟ 15 ତାରିଖରେ ଦୂରଦର୍ଶନରେ ରଙ୍ଗୀନ ଚିତ୍ର ପ୍ରସାରଣ ଆରମ୍ଭ ହୋଇଥିଲା। ବିଶ୍ୱର ସର୍ବବୃହତ ରେଡ଼ିଓ ପ୍ରସାରଣ ସଂସ୍ଥା କେଉଁ ଦେଶରେ ଅବସ୍ଥିତ? କେଉଁ ଦେଶରେ? ଭାରତର ଆକାଶବାଣୀ। କେଉଁ ଦେଶରେ ଅବସ୍ଥିତ? ଭାରତର ଆକାଶବାଣୀ ବା ଅଲ୍ ଇଣ୍ଡିଆ ରେଡ଼ିଓ ବିଶ୍ୱର ସର୍ବବୃହତ ରେଡ଼ିଓ ପ୍ରସାରଣ ସଂସ୍ଥା। କିଏ ବେତାର ଯନ୍ତ୍ର ଉଦ୍ଭାବନ କରିଥିଲେ? ମାର୍କନି 1899 ମସିହାରେ ବେତାର ଯନ୍ତ୍ର ଉଦ୍ଭାବନ କରିଥିଲେ। କିଏ ଟେଲିଭିଜନ ଉଦ୍ଭାବନ କରିଥିଲେ? JL ବଏଡ୍ 1984 ମସିହାରେ ଟେଲିଭିଜନ ଉଦ୍ଭାବନ କରିଥିଲେ। 23 ଭାରତରେ କେଉଁ ବର୍ଷ ନିୟମିତ ରୂପେ ଟେଲିଭିଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା? ଭାରତ ବର୍ଷରେ ନିୟମିତ ଭାବେ ଟେଲିଭିଜନ କାର୍ଯ୍ୟକ୍ରମ 1865 ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ନଗରୀଠାରେ ଆରମ୍ଭ ହୋଇଥିଲା। 24 କଥନ କଳାର ବୈଶିଷ୍ଟ୍ୟ କ'ଣ? କଥନ କଳାର ବୈଶିଷ୍ଟ୍ୟ ହେଲା ଭାବପୂର୍ଣ୍ଣ ଢଙ୍ଗରେ କହିବାର ବାକ୍ ଶକ୍ତିକୁ, ଭାବପୂର୍ଣ୍ଣ ମାନେ ଫିଲିଙ୍ଗ ସହିତ ଢଙ୍ଗରେ କହିବାର ବାକ୍ ଶକ୍ତିକୁ କଥନ କଳା ବୋଲି କୁହାଯାଏ। ବୁଝି ବିଚାରି ଭାବି ଚିନ୍ତିରି କହିବାକୁ, ସୁଚିନ୍ତିତ ମତରେ ଭଲ ଭାବରେ ଭାବିରି କହିବାକୁ କଥନ କଳାର ବୈଶିଷ୍ଟ୍ୟ କୁହାଯାଏ। ଭାଷଣର ଅର୍ଥ କ'ଣ? ଭାଷଣର ଅର୍ଥ ହେଉଛି ଭାଷଣ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଦର୍ଶକ ବା ଶ୍ରୋତାଙ୍କ ନିଜ କଥନ ଭଙ୍ଗୀରେ ଅଭିମଣ୍ଡିତ କରି ନିଜର ଯୁକ୍ତି ତର୍କ, ତୁଳନା, ରସମୟ ବ୍ୟଞ୍ଜନ ଉପଲକ୍ଷେ ସନ୍ତୁଳିତ ଉଦାହରଣ ଓ ନିର୍ଦ୍ଦିଷ୍ଟ ନିଷ୍କର୍ଷ ଦେବାରେ ସମର୍ଥ ରଖିଥିବା ଏକ ଯାଦୁକରୀ କଳା। 26 କ'ଣ? ଭାଷଣ କ'ଣ? ଭାଷଣ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଦର୍ଶକ ବା ଶ୍ରୋତା ମାନେ ଯିଏ ଦେଖନ୍ତି ଓ ସେଟା ଯିଏ ଶୁଣନ୍ତି ନିଜର କଥନ ଭଙ୍ଗୀରେ ମାନେ କହିବାର ଶୈଳୀ ଅଭିମଣ୍ଡିତ କରି ମାନେ ଉପସ୍ଥିତ କରି ନିଜର ଯୁକ୍ତି ତର୍କ, ତୁଳନା, ରସମୟ ବ୍ୟଞ୍ଜନ, ଯୁକ୍ତି ତର୍କ, ତୁଳନା କମ୍ପେୟାର କରି ରସମୟ ବ୍ୟଞ୍ଜନ ମାନେ ସେ ଯେମିତି କୁହନ୍ତି ଉପଲକ୍ଷ୍ୟ ସନ୍ତୁଳିତ ଉଦାହରଣ, କେତେ ଗୁଡ଼ିଏ ଉଦାହରଣ ଦେଇ କହିବାର ଶୈଳୀ ଓ ନିର୍ଭୁଲ, ସ୍ପଷ୍ଟ, ନିଷ୍କ୍ରିୟ, ନିର୍ଦ୍ଦିଷ୍ଟ ନିଷ୍କର୍ଷ ଦେବାରେ ସମର୍ଥ ରହିଥିବା ଯାଦୁକରୀ କଳା ହିଁ ଭାଷଣ ବୋଲି କୁହାଯାଏ। 26 ନମ୍ବର କ'ଣ? ଭାଷଣରେ ଏକ କଳାଟି ପ୍ରସଙ୍ଗ କ'ଣ? ଭାଷଣର ମଧ୍ୟ କଳାଟି କ'ଣ? କ'ଣ କଳାଟି ହେଉଛି? ସେଇଟା ହେଉଛି ପ୍ରସଙ୍ଗାବତରଣ। ଭାଷଣର ମଧ୍ୟମ କଳାଟି ପ୍ରସଙ୍ଗାବତରଣ। 27 ତତ୍କାଳୀନ ଭାଷଣ କାହାକୁ କୁହାଯାଏ? ତତ୍କାଳୀନ ଭାଷଣ ହେଉଛି ବିନା ପ୍ରସ୍ତୁତିରେ ଅଥଚ ଆବଶ୍ୟକତା ଦୃଷ୍ଟିରୁ ବକ୍ତା ତତ୍କ୍ଷଣାତ୍ ଶ୍ରୋତାଙ୍କ ସମ୍ମୁଖରେ ଠିଆ ହୋଇ କୌଣସି ଭାଷଣ ବା ମତ ରଖନ୍ତି, ତାହାକୁ ତତ୍କ୍ଷଣାତ୍ ଭାଷଣ କୁହାଯାଏ। ମାନେ ଏବେ କିଛି ବି ସେ ପ୍ରିପେୟାର ହେଇନଥିବ, ସଙ୍ଗେ କ'ଣ ଗୋଟେ ଭାଷଣ ଦେବାକୁ କହିଲେ ସେ ତତ୍କ୍ଷଣାତ୍ ଭାଷଣ ବିନା ପ୍ରସ୍ତୁତିରେ କିଛି ବି ପ୍ରିପେୟାର ନ ହୋଇ ଅଥଚ ଆବଶ୍ୟକତା କିନ୍ତୁ ସେ ଭାଷଣ ଦେବାର ଆବଶ୍ୟକତା ଅଛି, ସେ ବକ୍ତା ଶ୍ରୋତାମାନଙ୍କ ଆଗରେ ଛିଡ଼ାଇ ନିଜର ଭାଷଣ ଦେବାକୁ ସେଟାକୁ କୁହାଯାଇଛି ତତ୍କାଳୀନ ଭାଷଣ, ବିନା ପ୍ରସ୍ତୁତି ଓ ଆବଶ୍ୟକତା ସତ୍ତ୍ୱେ। 28 କ'ଣ?
साहित्यिक भाषण को इंग्लिश रे कौन कहा जाए? साहित्यिक भाषण को लिटरेरी एड्रेस बा आर्टिस्टिक स्पीच कहा जाए। साहित्य माने लिटरेचर, साहित्यिक भाषण माने लिटरेरी एड्रेस बा आर्टिस्टिक स्पीच बोली कहा जाए। विशेषकर विषय अनुसारी भाषण कौन से एक निर्दिष्ट प्रसंग उपरे जो तथ्यात्मक भाषण प्रदान करा जाए ताहाको विषय अनुसारी भाषण कहा जाए। वक्तव्य किपरि परिच्छन्न होता है? विषय अनुसारी बुझिला कौन से एक निर्दिष्ट प्रसंग गोटे विषय दिए ता उपरे तथ्यात्मक भाषण प्रदान कले ताहाको विषय अनुसारी भाषण कहा जाए। वक्तव्य किपरि परिच्छन्न हो पारे? उचित ढंग, उपयुक्त वचन, स्पष्ट कंठस्वर, पर्यायक्रमे सज्जित वक्तव्य प्रयोग करागले वक्तव्य परिच्छन्न हो पारे। एया संवाद परिसर भाषण एटा कंप्लीट है। थर्ड यूनिट रो संवादर परिभाषा परिसर और संवाद बिट जा जो 2 मार्किया क्वेश्चन जा कंप्लीट है। तापर नेक्स्ट वीडियो रे लॉन्ग क्वेश्चन आमे करिया। थैंक यू फॉर वाचिंग। आगु भी वीडियो देखियो।